ସେଠି ଠିଆ ହେଇଥିଲି କିଛି ନାହିଁ ଫ୍ୟାନ୍ ଟା ଆସି ଗଳି ପଡ଼ିଲା ଆମ ଉପରେ। କୋଉଠି ହେଇଥିଲା? ସେ 20 ନମ୍ବର ହଲରେ କଣ ହଉଥିଲା ସେତେବେଳେ? ସେଠି କରାଟେ ଶିଖା ହଉଥିଲା। କରାଟେ ଶିଖା ହଉଥିଲା। ଆଉ କଣ ହେଲା ସେତେବେଳେ? ସେତେ ଫ୍ୟାନ୍ ଧଡ଼ ଧଡ଼ ହେଲା ତାପରେ ଆବାଜ ଦେଇକି ଗଳି ପଡ଼ିଲା ଉପରେ। ଉପରେ ପଡିଲା, କାନ ଉପରେ ପଡିଲା। ତାପରେ ବ୍ଲଡ୍ ବାହାରିଲା ତାପରେ ଗଲି ନିଶ୍ଚିନ୍ତ କଲି। ମେଡିକାଲ ଗଲ? ମେଡିକାଲ କେମିତି ଗଲ? କାରରେ ଗଲି। ଏବେ କଣ ପେନ୍ ହରିକା ହଉଛି? ଭଲ ଲାଗୁଛି। ଆଜ୍ଞା ସେ କ୍ଲାସ୍ କରିବା ସମୟରେ ଫ୍ୟାନ୍ ଗଳି ପଡ଼ିଛି। ଆଗରୁ ବି ଏମିତି 2-3 ଥର ହେଇଛି। ଆଉ ସାର୍ଙ୍କୁ କହିଲେ ସାର୍ କହୁଛନ୍ତି କି ଆରଟିଓ ମଗେଇଦେବେ, ଇଏ କରିବେ ସେ କରିବେ। ଆଉ ରିପେୟାରିଂ କଥା କହିଲା ବେଳକୁ ସାର୍ କହୁଛନ୍ତି କି ଯେମିତି ଅଛି ସେମିତି ହିଁ ରହିବ। ସମସ୍ୟା ନେଇକି ବିଗତ ଦିନରେ ଆନ୍ଦୋଳନ ହେଇଥିଲା, କିନ୍ତୁ ଏପର୍ଯ୍ୟନ୍ତ କିଛି ବି ହେଇନି। ଆଉ ଏମଏଲଏ ବି ଆସିଥିଲେ, ପ୍ରତିଶ୍ରୁତି ଦେଇକି ଯାଇଥିଲେ କାମ ହବ, ଇଏ ହବ, ସେ ହବ, କିନ୍ତୁ କିଛି ବି କାମ ହଉନି। ଆମ କଲେଜ ଡେଭଲପ ପାଇଁ କିଛି ବି ହଉନି। ଆଉ ଏମିତି ସବୁ ହଉଛି ଅସୁବିଧା। ଆଉ ସମସ୍ତେ ବି ଅସୁବିଧାର ସମ୍ମୁଖୀନ ହଉଛନ୍ତି। ଉପରେ ବି ଦେଖିପାରିବେ ସେ ଯୋଉ କଲେଜ କିଛି ଦିନ ବନ୍ଦ ରହିଲା, ପାରା ଫାରା ହେଇନା ସବୁ ମଇଳିଆ ହେଇଛି। କ୍ଲାସ୍ କରିବା ପାଇଁ ବି ବହୁତ ଅସୁବିଧା ହଉଛି। ଆଉ ଏସବୁ ପ୍ରତିଶ୍ରୁତି ଦେଲା ବେଳେ ସାର୍ କିଛି ବି ଆନ୍ସର ଦଉନାହାନ୍ତି। ଆଉ ଏମିତି ଆଡମିସନ ହଉଛି କିନ୍ତୁ ସାର୍ ମାନେ ଲେଟରେ ଆସୁଛନ୍ତି। 9ଟାରୁ 10ଟାରେ ପିଲାଙ୍କର ଅଛି ଆଡମିସନ, କିନ୍ତୁ ସାର୍ ଆସୁଛନ୍ତି 11:30ଟାରେ। ଆଜି କହିବାରୁ ସାର୍ କହୁଛନ୍ତି କି ଆମେ ଷ୍ଟାଫ କମ ଅଛନ୍ତି, ଏମିତି ସେମିତି ଦୁନିଆ କଥା କହୁଛନ୍ତି। ଆଜି ଆମର ଯେଉଁ ହେଉଥିଲା SDTP ପ୍ରୋଗ୍ରାମ, ସେଲ୍ଫ ଡିଫେନ୍ସ ଟ୍ରେନିଂ ପ୍ରୋଗ୍ରାମ 2026, ସେଇଟା ହେଲାବେଳେ ଗୋଟେ ଫ୍ୟାନ୍ଟେ ଗଳି ପଡ଼ିଲା ଇଏରେ। ପିଲାମାନେ ଯେଉଁ ଜାଗାରେ କାମ କରୁଥିଲେ ଏବଂ ସେଥିରେ କିଛି ଆଘାତ ବିଶେଷ କିଛି ହେଇନି, କେବଳ ତାଙ୍କ କାନ ପାଖରେ ଟିକେ ମାଡ଼ ହେଇଛି। ଏବଂ ସେଥିପାଇଁ ସାଙ୍ଗେ ସାଙ୍ଗେ ତାଙ୍କୁ ଆମେ ହସ୍ପିଟାଲ ନେଇଥିଲୁ ଆମ ଜଣେ ଷ୍ଟାଫଙ୍କ ଗାଡ଼ିରେ। ଏବଂ ମୁଁ ମଧ୍ୟ ହସ୍ପିଟାଲ ଯାଇଥିଲି ଏବଂ ତା ଟ୍ରିଟମେଣ୍ଟ ହେଇଥିଲା। ଡାକ୍ତର କହିଲେ ସେମିତି ବିଶେଷ କିଛି ସମସ୍ୟା ନାହିଁ, ଫାଷ୍ଟ ଏଡ୍ କରି ଛାଡ଼। ସେଇଟା ମୁଁ କହିପାରିବି, ସେଇଟା କେବଳ ମିସ୍ତ୍ରୀଙ୍କ ସହିତ କଥାବାର୍ତ୍ତା ଆମେ ହବୁ, ସେ ଯାହା ନାଇଁ ସେ ମୁଁ ଟେକ୍ନିସିଆନ୍ ନୁହଁ ଆଜ୍ଞା। ଫ୍ୟାନ୍ କେଉଁଠୁ ଗଳିଲା, କାହିଁକି ଗଳିଲା, ମୁଁ ଏପର୍ଯ୍ୟନ୍ତ ଫ୍ୟାନ୍ ଦେଖି ନାହିଁ। ମୁଁ ପିଲାକୁ ଦେଖିଛି। ତ ମୋ କର୍ତ୍ତବ୍ୟ ମୁଁ ଯେଉଁଟା ସେଇଟା କରିଛି, କିନ୍ତୁ ସେଇଟା ଟେକ୍ନିସିଆନ୍ ସହିତ ଆମେ କଥା ହେବୁ, ସବୁତକ ଫ୍ୟାନ୍ ତାକୁ ଚେକ୍ କରିବାକୁ କହିବୁ ଏବଂ ସେଇଟା ତାପରେ ଆମେ କହିପାରିବୁ କ'ଣ ହେଇଛି ଏବଂ କ'ଣ କରିବା ଉଚିତ। କଣ୍ଡିସନ ହଁ ନିହାତି ଭଲ ଅଛି।